ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଆମେ ଶୁଣିବା ପ୍ରଭୁ ଜଗନ୍ନାଥଙ୍କର ଜ୍ୱର କାହିଁକି ହୁଏ। ଆପଣମାନେ ଜାଣିଥିବେ ଦେବସ୍ଥାନ ପୂର୍ଣ୍ଣିମା ପରେ ଜ୍ୱର ଆସିଥାଏ ଏବଂ ତାଙ୍କର ସେବା ମଧ୍ୟ କରାଯାଏ। 15 ଦିନ ଯାଏଁ ପ୍ରଭୁ ଜଗନ୍ନାଥଙ୍କ ଦେହରେ ଜ୍ୱର ରହିଥାଏ। ଏହି ସମୟରେ ତାଙ୍କୁ ବିଶେଷ ଔଷଧୀୟ ଦିଆଯାଏ, ହାଲକା ଖାଦ୍ୟ ମଧ୍ୟ ଦିଆଯାଏ, କାଢ଼ା ତିଆରି କରି ପିଇବା ପାଇଁ ମଧ୍ୟ ଦିଆଯାଇଥାଏ। ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କର ଦେହ ଭଲ ହୋଇଯାଏ ସେତେବେଳେ ତାଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ। ତେବେ ଆପଣମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କର ପୁଣି ଦେହ ଖରାପ ହୁଏ, ତାହା ପୁଣି 15 ଦିନ ଯାଏ। ଏହା ପଛରେ ଏକ ସୁନ୍ଦର କାହାଣୀଟିଏ ରହିଛି। ତାହା ଭକ୍ତ ଓ ଭଗବାନଙ୍କର ଭାବକୁ ଦର୍ଶାଏ। ଭଗବାନ କହିଛନ୍ତି, ଯଦି ମୋର ଭକ୍ତର ଦେହ ଖରାପ ହୋଇପାରୁଛି ତେବେ ମୋର କାହିଁକି ନୁହେଁ। ତେବେ ଚାଲନ୍ତୁ ଏହି ବିଷୟରେ ଆମେ ଏକ ସୁନ୍ଦର କାହାଣୀଟିଏ ଶୁଣିବା। ଏକ ଦିନର କଥା। ଭଗବାନ ଜଗନ୍ନାଥ ଓ ତାଙ୍କର ଏକ ବଡ଼ ଭକ୍ତ ମାଧବ ଦାସ ଜଗନ୍ନାଥଙ୍କର ସେ ସର୍ବଦା ଭଗବାନ ଜଗନ୍ନାଥଙ୍କର ଭକ୍ତିରେ ମଗ୍ନ ରହୁଥିଲେ। ସବୁଦିନ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରୁଥିଲେ। ସଂସାର ପ୍ରତି ତାଙ୍କର କୌଣସି ମୋହ ମାୟା ନଥିଲା। ଦିନେ ମାଧବ ଦାସଙ୍କୁ ବହୁ ଜୋରରେ ଜ୍ୱର ହେଲା। ଏତେ ଜୋରସେ ଜ୍ୱର ହେଲା ଯେ ନା ସେ ଉଠିପାରିଲେ ନା ସେ ବସିପାରିଲେ। ସେ ଏକୁଟିଆ ରହୁଥିବାରୁ ତାଙ୍କୁ ସବୁ କାମ ଏକୁଟିଆ କରିବାକୁ ପଡ଼ୁଥିଲା। ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମନା କରିଦେଉଥିଲେ ଆଉ କହୁଥିଲେ ତାଙ୍କର ସେଇ ଜଗନ୍ନାଥ ଅଛନ୍ତି, ତାଙ୍କୁ ସେ ହିଁ ସାହାଯ୍ୟ କରିବେ ଆଉ ମୋତେ ରକ୍ଷା କରିବେ। ଭଗବାନଙ୍କର ଲୀଳା ତ ବଡ଼ ବିଚିତ୍ର। ତାଙ୍କର ଏତେ ଜୋରସେ ଦେହ ଖରାପ ହେଲା ଯେ ମଳମୂତ୍ର ମଧ୍ୟ ଦେହରେ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥ ନିଜ ଭକ୍ତର ଏମିତି ଅବସ୍ଥା ଦେଖି ସହିପାରିଲେ ନାହିଁ। ସେ ନିଜେ ଭକ୍ତର ସେବା କରିବା ପାଇଁ ଆସିଗଲେ। ଭଗବାନ ଜଗନ୍ନାଥ ମାଧବ ଦାସଙ୍କର ସେବା କରୁଥାନ୍ତି। ଜଗନ୍ନାଥ ମାଧବ ଦାସଙ୍କର ମଳମୂତ୍ର ଲୁଗା ମଧ୍ୟ ଧୋଉଥାନ୍ତି। ଭଗବାନ ନିଜ ଭକ୍ତର ବହୁତ ଆଦରପୂର୍ବକ ସେବା କରୁଥାନ୍ତି। କିଛି ଦିନ ଗଲା ପରେ ମାଧବ ଦାସ ଦେହ ଭଲ ହେବାକୁ ଲାଗିଲା। ଯେତେବେଳେ ତାଙ୍କର ଚେତନା ଆସିଲା ସେ ଜାଣିପାରିଲେ, ଆରେ ଏ ଭଗବାନ ମାତ୍ର ଏତେ ସେବା କରୁଥିଲେ ହେଲେ କାହିଁକି ଆପଣ ଏତେ କଷ୍ଟ କଲେ। ଆପଣଙ୍କର ସେବା ସାରା ସଂସାର କରେ। ଜଗତର ମାଲିକ ଆପଣ ଅଟନ୍ତି ଓ ଯଦି ଆପଣ ମୋର ସେବା କରୁଛନ୍ତି, ଆପଣ ଚାହିଁଥିଲେ ତ ଆପଣ ମୋର ରୋଗକୁ ଭଲ କରିପାରିଥାନ୍ତେ। ଆପଣ ଦେହ ଭଲ ନକରି ମୋର ସେବା କଲେ କାହିଁକି, ଏହା ମୋତେ ଭଲ ଲାଗିଲା ନାହିଁ। ପ୍ରଭୁ ଜଗନ୍ନାଥ କହିଲେ, ହେ ମାଧବ, ସତ୍ୟତା ଏହା ଅଟେ, ମୁଁ ମୋର ଭକ୍ତର କଷ୍ଟ ଦେଖିପାରି ସହିପାରିଲି ନାହିଁ। ସେଥିପାଇଁ ମୁଁ ତୁମର ସେବା କଲି। ମୁଁ ଚାହିଁଥିଲେ ମୁଁ ତୁମର ସଙ୍ଗେ ସଙ୍ଗେ ରୋଗ ଭଲ କରିପାରିଥାନ୍ତି। କିନ୍ତୁ ଯାହା ଭାଗ୍ୟରେ ଅଛି ତାହା ତ ନିଶ୍ଚୟ ହେବ। ଯଦି ତୁମକୁ ଏ ଜନ୍ମରେ ଭୋଗ ହୋଇପାରେ, ଆଉ ଥରେ ଜନ୍ମ ନେବାକୁ ପଡ଼ିପାରେ। ମୁଁ ଚାହେଁ ନାହିଁ ଏଇ ଛୋଟିଆ କଥା ପାଇଁ ମୋ ଭକ୍ତ ଆଉ ଥରେ ଜନ୍ମ ନେଉ। ସେଥିପାଇଁ ମୁଁ ତୁମର ସେବା କରିବାକୁ ଚାଲିଆସିଲି। ଦଶବନ୍ଧୁ, ଲୋକମାନେ କୁହନ୍ତି ଭଗବାନ ତ ଦୁଃଖ ଦେଉଛନ୍ତି। ଭଗବାନ ଦୁଃଖ ଦିଅନ୍ତି, ଦୁଃଖ ତ ଆସିବ, କିନ୍ତୁ ତାର ସହିବାର ଶକ୍ତି ହିଁ ଭଗବାନ ହିଁ ଦିଅନ୍ତି। କେବଳ ଆପଣମାନଙ୍କର ପ୍ରେମ ଓ ବିଶ୍ୱାସ ଥିବା ଦରକାର। ତେଣୁ ମାଧବ, ମୁଁ ତୁମର ସେବା କରିଥିଲି। ଆଉ ତମ ଭାଗ୍ୟରେ 15 ଦିନର ଜ୍ୱର ଭୋଗିବାର ବାକି ଅଛି। ମୁଁ ଆଉ ତୁମକୁ ଏତେ ଅବସ୍ଥାରେ ଦେଖିପାରିବି ନାହିଁ। ତେଣୁ ହେ ମାଧବ, ମୁଁ ତୁମର ଏହି 15 ଦିନର ଜ୍ୱରକୁ ନେଇଯାଉଛି। ସେବେଠାରୁ ଜଗନ୍ନାଥ ମାଧବ ଦାସଙ୍କଠାରୁ 15 ଦିନର ରୋଗକୁ ନିଜେ ନେଇଯାଇଥିଲେ। କୁହାଯାଏ ସେବେଠାରୁ ପ୍ରଭୁ ଜଗନ୍ନାଥଙ୍କର 15 ଦିନ ଦେହ ଖରାପ ହୁଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମାରେ ଭଗବାନ ଜଗନ୍ନାଥ ସ୍ନାନ କରିସାରିବା ପରେ 15 ଦିନ ଯାଏଁ ରୋଗରେ ପଡ଼ିଥାନ୍ତି ଓ ତାଙ୍କର ସେବା ମଧ୍ୟ କରାଯାଏ। ଏହା ବର୍ଷ ବର୍ଷ ଧରି ଚାଲି ଆସୁଛି। 15 ଦିନ ଯାଏଁ ତାଙ୍କର ପୂଜା ମଧ୍ୟ ବନ୍ଦ କରିଦିଆଯାଏ। ତେବେ ଦର୍ଶକବନ୍ଧୁ, ଆଜିର କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।